ନାଇଁ 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 ମୁଁ ପଣସ ଜମା ବି କାଟି ପାରିବିନି। ଭାରି କଷ୍ଟ ପଣସ କାଟିବା। ହାତରେ ଅଠା ଲାଗିଯିବ, ହାତ ଖସିବ। ମୁଁ ଜମା କାଟି ପାରିବିନି, ବହୁତ କଷ୍ଟ। ଏମିତି କେତେ ଜଣ ଏବେ ନୂଆ ନୂଆ ଯେଉଁମାନେ କି ରୋଷେଇ କରୁଛନ୍ତି ସେମାନେ ଭାବୁଥିବେ ନା ପଣସ କାଟିବା ବହୁତ କଷ୍ଟ ବୋଲି। କିନ୍ତୁ ମୋ ପ୍ରୋସେସ୍ରେ ଥରେ କାଟନ୍ତୁ ପଣସ, ଦେଖିବେ ବହୁତ ସହଜ ହେଇଯିବ। ବହୁତ ଆରାମସେ 10-15 ନୂଆ ନୂଆ ତ 15 ମିନିଟ୍ ଖଣ୍ଡେ ଲାଗିଯାଏ। 10 ମିନିଟ୍ରେ ଆପଣମାନେ ପଣସ ବହୁତ ଆରାମସେ କାଟିପାରିବେ। ତ ଚାଲନ୍ତୁ ପଣସ କଠାକୁ ଯେତେବେଳେ ଆପଣମାନେ ବି କାଟିବେ ନା ଟିକେ ନାକୁ ସୋରିଷ ତେଲ ଲଗେଇ କାଟିବେ। ଆଉ ଏମିତି ଭାବରେ କାଟିବେ ଯାହାଦ୍ୱାରା କି ନା ବେଶୀ କିଛି ଅଠା ଆପଣଙ୍କ ହାତରେ ଲାଗିବନି। ଆଉ ଗୋଟେ ପେପର ତ ଗୋଟେ ନ୍ୟୁଜ୍ ପେପର ରଖିଦେବେ, ପୁରୁଣା ନ୍ୟୁଜ୍ ପେପର, ତାକୁ ଟିକେ ଅଠା ଯଦି ବାହାରି ଯାଉଥାଏ ନା ପୋଛି ନେବେ। ତ ଏମିତି ଭାବରେ ଟିକେ ଟିକେ କାଟି ସାରିଲା ପରେ ସେଇ ଜାଗାରେ ଟିକେ ଟିକେ ତେଲ ଲଗେଇଦେବେ, ଯାହାଦ୍ୱାରା କି ପଣସ କଠାର ଯେଉଁ ଅଠାଟା ଯେଉଁଟା ଆପଣଙ୍କ ହାତରେ ଜମାରୁ ବି ଲାଗିବନି। ଆଉ ଲାଗିଲେ ବି ନା ସହଜରେ ଛାଡ଼ି ହିଁ ଯିବ। ତ ଏହିପରି ଭାବରେ ପୁରା ସିମ୍ପଲ୍ ଭାବରେ ବହୁତ ସହଜରେ ଏମିତି ସରୁ ସରୁ କରି କାଟିଦେବେ। ଦେଖନ୍ତୁ ଟୋଟାଲି ହାତରେ ଅଠା ଲାଗୁନି। କିନ୍ତୁ ଆପଣ ଯଦି ପାଣିରେ ପକାଇବେ ନା, ଯଦି ଚାହିଁବେ ଆପଣ ହଳଦୀ ପାଣିରେ ଟିକେ ନାକୁ ପକାଇଦେବେ, ନହେଲେ ନାହିଁ ଯଦି ସାଙ୍ଗେ ସାଙ୍ଗେ ପାଣିରେ ପକାଇବେ ତ ସେଇଟା ଜମା ବି ପଣସ କଳା ପଡ଼ିବନି। ତ ଏମିତି ଦେଖିଥାନ୍ତୁ ମୁଁ କେଉଁ ଭଳି ଭାବରେ କାଟୁଛି, ବହୁତ ହି ସିମ୍ପଲ୍ ଭାବରେ। କିନ୍ତୁ ମନେ ରଖିଦେବେ ଏମିତି ପେପର ରଖିବେ ଯାହାଦ୍ୱାରା କି ଆମର ସେ ଯେଉଁ ଚଟାଣରେ ପଣସ ଅଠା ଲାଗିବନି। ଯାହା ବି କିଛି ପଡ଼ିବ ସେ ପେପରରେ ପଡ଼ିବ, ତ ଆମେ ଆରାମସେ ଡଷ୍ଟବିନ୍ରେ ନେଇକି ପକାଇ ପାରିବା। ତ ପେପରଟା ନିଶ୍ଚିତ ପକାଇବେ, ଜରି ହେଉ କି ପେପର ହେଉ, କିନ୍ତୁ ପେପରଟା ବହୁତ ହି ସୁବିଧା ହେଇଥାଏ। ଏମିତି ଭାବରେ ଆମେ ସବୁତକ ପଣସକୁ କାଟି ନେବା। ତ ଦେଖିଲେ ନା କେତେ ସହଜରେ ହେଇଯାଉଛି। ତଥାପି ଯଦି କିଛି ଡାଉଟ୍ ଥିବ ମୋତେ କମେଣ୍ଟ ସେକ୍ସନରେ ନିଶ୍ଚିତ ଜଣେଇବେ। କେମିତି କ'ଣ ଲାଗୁଛି ମୋ ଭିଡ଼ିଓ ଟିକେ ଭିଜିଟ୍ କରିବେ ମୋ ଚ୍ୟାନେଲରେ। ରହିଲି ନମସ୍କାର। ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦେବାକୁ ଅନୁରୋଧ। ଜୟ ଜଗନ୍ନାଥ।